ସାତସଙ୍ଗ ହାଟରେ ପୂର୍ବ ଭଳି ଗଦା ହେଉନି ନଡ଼ିଆ। ନଡ଼ିଆ ନେବାକୁ ଆସୁନାହାନ୍ତି ଓଡ଼ିଶା ବାହାରୁ ବ୍ୟବସାୟୀ। ନଡ଼ିଆ ବଦଳରେ ଏବେ ପଇଡ଼ ପାଇଁ ବଢ଼ିଛି ଚାହିଦା। ନଡ଼ିଆ ହାଟ ହେଉଛି ଓଡ଼ିଶା ପ୍ରସିଦ୍ଧ ସାତସଙ୍ଗ ସାପ୍ତାହିକ ହାଟ ଏବଂ ସାକ୍ଷୀଗୋପାଳ ବଜାର। ଉକ୍ତ ଅଞ୍ଚଳମାନଙ୍କରେ ନଡ଼ିଆ ଚାଷୀମାନେ ନଡ଼ିଆ ତୋଳି କିଛି ଉନ୍ନତି କରି ଚାଲିଥିବା ବେଳେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା 1999 ମସିହା ପ୍ରଳୟଙ୍କାରୀ ମହାବାତ୍ୟା। ମହାବାତ୍ୟାରେ ଏଭଳି କ୍ଷତି କରିଦେଇଥିଲା କି ଚାଷୀମାନେ ସର୍ବସ୍ୱ ନଡ଼ିଆ ଗଛ ହରାଇ ମଥାରେ ହାତ ଦେଇ ବସିଥିଲେ, ଯାହାକି ବାତ୍ୟା ପରେ ଚାଷୀ କଡ଼ାଏ ନଡ଼ିଆ ଦେଖିବାକୁ ସ୍ୱପ୍ନ ହୋଇଥାଏ। ବାତ୍ୟା ପରେ ନଡ଼ିଆ ଗଛ ପୁନର୍ଜନ୍ମ ପାଇଁ ଫଳି ଆସୁଥିବା ବେଳେ ସେଗୁଡ଼ିକ ପୋକରା ଅତି ଛୋଟ ମାନର ହୋଇଥିଲା, ଯାହାକି ଚାଷୀ ହାଟରେ ବିକ୍ରି କରିବା ନା ନିଜେ ଖାଇପାରିବ। ଯାହା ଅଞ୍ଚଳରେ ନଡ଼ିଆ ଅଲୋଡ଼ା ହେବାରୁ ଚାଷୀମାନେ ସମ୍ପୂର୍ଣ୍ଣ ହାତ ବାନ୍ଧି ବସିଥିଲେ, ଯାହାଫଳରେ ଚାଷୀମାନେ ସରକାରୀ ସହାୟତାରୁ ବଞ୍ଚିତ ରହି କୁମ୍ଭୀର କାନ୍ଦଣା କାନ୍ଦିବାକୁ ପଡ଼ିଥିଲା। ସେତିକିରେ ଦୈବ ଚାଷୀମାନଙ୍କ ନଲିବୁଣୁ ପୁଣି 2019 ମସିହା ଫନି ମହାବାତ୍ୟା ଚାଷୀଙ୍କୁ ପୁଣି ଏକ ଶକ୍ତ ଧକ୍କା ଦେଇ ନଡ଼ିଆ ଗଛ ବିପୁଳ ପରିମାଣରେ ନଷ୍ଟ କରିଦେବାରୁ ସେବେଠାରୁ ଚାଷୀ ହତାଶ ହୋଇଛି। ନା ମିଳିଲା ସରକାରୀ ଉପରୋକ୍ତ ସରକାରୀ ସହାୟତା, ନା ଯୋଗାଇ ଦିଆଗଲା ନଡ଼ିଆ ଚାରା। ସେ ସମୟରେ ନଡ଼ିଆ ଚାଷୀଙ୍କୁ ମିଳିଲାନି କ୍ଷୟକ୍ଷତି, ମିଳିଲା ଅଣ ନଡ଼ିଆ ଚାଷୀଙ୍କୁ କ୍ଷୟକ୍ଷତି। ସେ ସମୟରେ ମାଲାମାଲ ହେଲେ ରାଜନୈତିକ ଦଲାଲ ଏବଂ ଅଣ ନଡ଼ିଆ ଚାଷୀ। ଏବେ ଅଞ୍ଚଳରେ ନଡ଼ିଆ ସଂକଟାପୂର୍ଣ୍ଣ ଦେଖାଦେଇଥିବା ସାତସଙ୍ଗ ହାଟରେ କାଁ ଭାଁ ଚାଷୀ କିଛି ନଡ଼ିଆ ଆଣୁଥିବା ବେଳେ ଏହା ବଜାର ଘାଟରେ ସମୁଦ୍ରକୁ ଶଙ୍ଖେ ଭଳି ଦେଖିବାକୁ ମିଳିଛି। ନଡ଼ିଆ ଅଞ୍ଚଳରେ ସ୍ୱପ୍ନ ହୋଇଥିବା ବେଳେ ବଡ଼ ବଡ଼ ବ୍ୟବସାୟୀମାନେ ଆସୁନଥିବା ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ନଡ଼ିଆ ଗୋଟାକ 30 ଟଙ୍କାରୁ ଆରମ୍ଭ ହୋଇ 50 ଟଙ୍କା ମଧ୍ୟରେ ରହିଥିବା ବ୍ୟବସାୟୀମାନେ କହିଛନ୍ତି। ଅନ୍ୟପକ୍ଷରେ ପଇଡ଼ ବ୍ୟବସାୟୀମାନେ ଗାଁ ଗହଳିରେ ଯାଇ ଚାଷୀମାନଙ୍କଠାରୁ ପଇଡ଼ ଉଚ୍ଚ ଦରରେ କିଣି ନେଇ ଆସୁଥିବା ବେଳେ ନଡ଼ିଆ ଅମଳ ସ୍ୱପ୍ନ ହୋଇଗଲାଣି। ପୁରୀରୁ ଦିବାକର ପ୍ରଧାନଙ୍କ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍।